22 ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଦର୍ଶକ ବନ୍ଧୁ 22 ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଓଡ଼ିଶାର ପାଣିପାଗ ଅନୁଯାୟୀ ରାଜ୍ୟର ଉତ୍ତର ଏବଂ ଉପକୂଳ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସକାଳରୁ ସନ୍ଧ୍ୟା ସୁଦ୍ଧା ଆଜି ଏହି 21ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହା ସହ 30ରୁ 60 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ କିଛି କିଛି ଅଞ୍ଚଳରେ ଏବଂ ବର୍ଷା ସମୟରେ ବିଜୁଳି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ପାଣିପାଗ ବିଭାଗ କହିଛି ଆପଣମାନେ ବର୍ଷା ସମୟରେ ଆପଣମାନେ ସୁରକ୍ଷିତ ଜାଗାରେ ରୁହନ୍ତୁ। ତାହା ସହ ମୋବାଇଲ ଫୋନରେ ଜମାରୁ କଥା ହୁଅନ୍ତୁ ନାହିଁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆପଣମାନେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଏହି ପାଣିପାଗ ଅପଡେଟ୍ ଖବରଟି ନିହାତି ଭାବରେ ସେୟାର କରନ୍ତୁ, କାହିଁକିନା ଚାଷୀମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ ଏବଂ ହାଲୁକା ମଧ୍ୟମ ଧରଣର ବର୍ଷା ହେବ। ଦର୍ଶକ ବନ୍ଧୁ, ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଉପକୂଳ ଓଡ଼ିଶା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ। ଦକ୍ଷିଣ ଓଡ଼ିଶା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି। ପଶ୍ଚିମ ଓଡ଼ିଶା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ କଳାହାଣ୍ଡି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରରୁ ସୂଚନା ଅନୁଯାୟୀ ଏହି ଜିଲ୍ଲାମାନଙ୍କରେ ପ୍ରାୟତଃ ହାଲୁକା ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ। କିଛି କିଛି ଅଞ୍ଚଳରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଯେଉଁ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବ ସେହି ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଦର୍ଶକ ବନ୍ଧୁ, ପୁଣି ଥରେ ରିକ୍ୱେଷ୍ଟ କରିବି, ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସବୁଦିନ ସର୍ବପ୍ରଥମେ ପାଇପାରିବେ। ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆପଣମାନେ ଯଦି ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଜାଣିବା ପାଇଁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ୍ ଅନ୍ କରନ୍ତୁ, ଯାହାଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ। ଆଜିର ପାଣିପାଗ ଅପଡେଟ୍ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ ଦର୍ଶକ ବନ୍ଧୁ।